ଦେଖି ସାର ଏଇଟା ହଉଛି ଏକ ଘୋଡ଼ା ନାଲ ତିଆରି ମୋଦକ। ଘୋଡ଼ା ଘୋଡ଼ା ନାଲ ତିଆରି ନାଲ, ମୋଦକ। ହଁ ୟାକୁ ପ୍ରତ୍ୟେକ ହଁ ପ୍ରତ୍ୟେକ ସଂକ୍ରାନ୍ତିରେ ଅତି କଳା ପୋଡ଼ା ମୋବିଲିରେ ଆଜ୍ଞା ଅତି କଳା ପୋଡ଼ା ମୋବିଲିରେ ମାରିକି ସେଥିରୁ କାଢିକି ନିଜ ବାମ ହାତ ସ୍ଥିତ ମଧ୍ୟମ ଅଙ୍ଗୁଳିର ହଁ 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 ହଲ୍ୟମାନରେ ଆକୁ ଶଲ୍ୟ ଶଲ୍ୟ କରି ଜ୍ଞାପନ କରି ଆଜ୍ଞା। ଦେଖା ଶଲ୍ୟ ଶଲ୍ୟ କରି ଜ୍ଞାପନ କରି ଆଜ୍ଞା 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 ଏବଂ ଯେଉଁ ସମୟରେ ଏଇ ଉକ୍ତ ମୋଦକଟିକୁ ସ୍ଥାପନ କରିବ ମାନେ ଜ୍ଞାପନ କରିବ ଅଙ୍ଗୁଳି ମଧ୍ୟରେ ହଁ। ସେତିକିବେଳେ ଏକ ମନ୍ତ୍ରଟିକୁ ଉଚ୍ଚାରଣ କରିବ ଯଥା ବାଳକ 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 ବାଳକಂ ବାଳକ ବାଳକ ବାଳକସୁ ବାଳକାଭ୍ୟ ବାଳକସ୍ୟ ତ୍ୱଂ ବାଳଂ ଅହଂ ବାଳଂ ଅହଂ ବାଳଂ ଯୁବାଂ ବାଳଂ ତ୍ୱଂ ବାଳଂ 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 ପଫୁଳ ବାଳ। ବୁଝିପାରୁଛ ଏଇ ମନ୍ତ୍ରଟିକୁ ତମେ ଉଚ୍ଚାରଣ କରିକି ତାକୁ ପିନ୍ଧିବ ଯାହା ଦ୍ୱାରା ଆଜ୍ଞା ତୁମେ ମରୁଭୂମି ପରି ମସ୍ତକରେ ଝଡ଼ି ପଡ଼ିଥିବା ବାଳ ପୁଣି ପୁନରୁଦ୍ଧାର ରୂପ ନେଇକି ଉପରେ ଧାନ ଗଛ ପରି ଯାଇକି ପତ୍ର ଝଡ଼ା ଦେବେ। ଆଜ୍ଞା ବୁଝିପାରିଲ ଆଜ୍ଞା ଆଜ୍ଞା ଏଇ ଜିନିଷଟାକୁ ମନେ ରଖିକି ସାହାଯ୍ୟ କରିବ। ଆଜ୍ଞା ଆଚ୍ଛା ଯଦି ସେ ଏ ଯୋଉ ମୁଣ୍ଡରେ ଯୋଉ ଧାନ ଗଛ ପରି ବାଳୁଟି ହବ ଆଚ୍ଛା ଇଏ କୋଉ ଧାନ? ବିଆଳି ଆସନ୍ତୁ